আরে গোপাଳ ସାଙ୍ଗ କୁଆଡେ ଯାଇଥିଲୁ? ସେ ଥଳିରେ କଣ ଅଛି କି? ଏଥିରେ ତରଭୁଜଟେ ଅଛି। ମୁଁ ସାନ୍ତେଙ୍କ ପାଇଁ 3ଟା ତରଭୁଜ ନେଇକି ଯାଇଥିଲି। କେଜାଣି କାହିଁକି ସାନ୍ତେ 2ଟା ରଖିକି ମତେ ଗୋଟେ ଫେରେଇ ଦେଲେ। ସାନ୍ତେଙ୍କ ମୁଣ୍ଡ ବୋଧେ ଆଉ କାମ କରୁନି। ଏ ସାଙ୍ଗ ଏ ତରଭୁଜ ମିଠା ତ? ଆରେ ହଁ, ବହୁତ ମିଠା। ଆମ ବାଡିରେ ପରା ହେଇଛି। ହଉ ତାହେଲେ ମୁଁ ତ ଘରକୁ ଗଲେ ମତେ ଗୋଟେ ତରଭୁଜ ଦବୁ ତ? ଆରେ ଘରକୁ ପରେ ଯିବୁ, ଏବେ ଏଇଟା ନେଇ ଯାଉନୁ। ତୋ ଛୁଆ ପିଲାଙ୍କୁ ଦବୁ, ସେମାନେ ଖାଇବେ। ହଉ ତାହେଲେ ଦେ। ଆଉ ମମତା ପନିକିଟା ଆଣିଲ ଗୋଟେ ତରଭୁଜ ଆଣିଛି, କାଟିକି ଖାଇବା। ଆରେ ହେଇ ଇଏ ତ ଅସଲି ସୁନା ମୋହର। ଆମ ଭାଗ୍ୟ ବଦଳି ଗଲା ମମତା, ଆମେ ଧନୀ ହେଇଗଲେ। କିରେ ଗୋପାଳ, ତୋତେ ଯେଉଁ ତରଭୁଜ ଦେଇଥିଲି ତାକୁ କାଟିଲୁ ନା ନାଇଁ? ସାନ୍ତେ ସେଇଟା ମୁଁ ଘରକୁ ନେଇନି। ବାଟରେ ମୋ ସାଙ୍ଗ ମକରା ଦେଖାହେଲା ତ ତାକୁ ଦେଇଦେଲି। ହେ ଭଗବାନ, ସବୁ ସତ୍ୟାନାଶ କରିଦେଲୁ। କଣ ହେଲା ସାନ୍ତେ? ତତେ କହିକି କିଛି ଲାଭ ନାହିଁ। ତୁ ଚାଠୁ ପଳା। ତୁମେ 2 ଜଣ ଠିକ କହୁଥିଲ। କାହାର କପାଳ ଲିଖନ କେବେ ଆମେ ବଦଳେଇ ଦେଇପାରିବାନି। ଯାହା କପାଳରେ ଯାହା ଲେଖା ହେଇଥିବ ତାହା ହିଁ ହେବ। କପାଳ ଲିଖନ କିଏ କରିବ ଆନ? ଜଗା ତୁ ପରା କହୁ, କର୍ମ ଅନୁସାରେ ଆମକୁ ଫଳ ମିଳିଥାଏ। ଆମେ କର୍ମ ଦ୍ୱାରା କଣ ଭାଗ୍ୟ ବଦଳେଇ ପାରିବୁନି? କର୍ମ ଓ ଭାଗ୍ୟ ପରସ୍ପରର ପରିପୂରକ। ଅର୍ଥାତ୍ ଆମେ ଅତୀତରେ ଯେମିତି କର୍ମ କରିଥାଉ ସେଇ ଅନୁସାରେ ଆମର ଭାଗ୍ୟ ଲେଖା ହୋଇଥାଏ। ଆଉ ଯାହା ଭାଗ୍ୟରେ ଲେଖା ହୋଇଥାଏ ତାହା ନିଶ୍ଚୟ ଘଟିଥାଏ। ସେମିତି ହୋଇନଥିଲେ ତ୍ରେତୟା ଯୁଗରେ ରାମ ଅବତାର ସମୟରେ ରାତି ପାହିଥିଲେ ମୋର ରାଜ୍ୟାଭିଷେକ ହୋଇଥାନ୍ତା, କିନ୍ତୁ ମତେ ବନବାସ ଯିବାକୁ ପଡିଥିଲା, କାରଣ ତାହା ହିଁ ମୋର ଭାଗ୍ୟରେ ଲେଖା ଥିଲା। ଅତୀତ ବର୍ତ୍ତମାନ ଭବିଷ୍ୟତର କାହାଣୀ କପାଳେ ଲେଖି ଦେଇଛନ୍ତି ବିଧାତା। ସେହି ନାଟ୍ୟକାର, ସେହି ନିର୍ଦ୍ଦେଶକ, ଆମେ ତ କେବଳ କାହାଣୀର ଅଭିନେତା। ଜୟ ଜଗନ୍ନାଥ।